ପାରିନି। ଏମିତି ଆଉ କିଛି ସମୟ ବର୍ଷା ଦେଲେ ତ ମୋ ଘର ଭାଙ୍ଗି ଯିବ। ବଗର କଥା ସରିଛି କି ନାହିଁ, ପବନ ଯୋଗୁ ତା ଘର ତଳେ ପଡ଼ି ଭାଙ୍ଗିଗଲା। ଏ କଣ ସର୍ବନାଶ ହେଇଗଲା, ମୋ ଘର ଏଇ ପବନରେ ଭାଙ୍ଗିଗଲା। ଏବେ ମୁଁ ଏଇ ଝଡ଼ ବର୍ଷା ରାତିରେ କୋଉଠିକି ଯିବି? ନା, ଏମିତି ବସି ରହିବିନି, ଆଗକୁ ଯାଇ ଆଜି ରାତି ରହିବା ପାଇଁ ଆଶ୍ରୟ ଖୋଜି ଦେଖେ। ଏମିତି କହି ବଗ ଆଗକୁ ଗଲା। କିଛି ଦୂର ଗଲା ପରେ ସେ ଦେଖିଲା ଗୋଟେ ଗଛ ତଳେ ଏକ ବଡ଼ କଖାରୁ ଘର ଅଛି। ଆରେ ଆରେ, ଏଠି ଏତେ ବଡ଼ ଗୋଟେ କଖାରୁ ଘର ଅଛି। କିଏ ଘରେ ରହୁଛି? ମୁଁ ଯାଇ ତାକୁ ସାହାଯ୍ୟ ମାଗେ। କିଏ ଅଛ ଏ ଘରେ? ଦୟାକରି କବାଟ ଖୋଲ। ଆରେ, କବାଟ ତ ଖୋଲା ଅଛି, ମୁଁ ଭିତରକୁ ଯାଏ। ବାଃ, ଏ ଘରେ ତ କେହି ବି ନାହାନ୍ତି। ଆଜିଠୁ ଏ ଘର ମୋର। ଯଦି କାଲି କିଏ ଆସି ମତେ ଏ ଘର ମାଗେ, ମୁଁ ତାକୁ ଜମା ଦେବିନି। ସେଦିନ ରାତିରେ ବଗ ଆରାମରେ ସେ ଘରେ ଶୋଇଲା। ପରଦିନ ସକାଳେ ସେ କଖାରୁ ଘରର ମାଲିକ ରିନୁ ସେଠାକୁ ଆସିଲା। ଏଇ, କିଏ ତୁ? ମୋ ଘରେ କାହିଁକି ଶୋଇଛୁ? ଉଠ, ଉଠ କହୁଛି। ଏ ଘର ମୋର, ତୁ ମୋ ଘରୁ ବାହାର। ତତେ କଣ ଦେଖା ଯାଉନି ମୁଁ କିଏ? ମୁଁ ହେଉଛି ବଗ। ଏ ଘରୁ ତୁ କଣ ମତେ ବାହାରିବାକୁ କହୁଛୁ? ଏ ଘର ମୋର, ତୁ ମୋ ଘରୁ ବାହାର। ତୋ ଘର ମାନେ? ତୋ ମୁଣ୍ଡ ବୋଧେ ଖରାପ ହେଇଯାଇଛି। ଏଇ କଖାରୁ ଘର ମୋର। କାଲି ଗୋଟେ ଦିନ ପାଇଁ ମୁଁ ମୋ ଘର ଛାଡ଼ି ମାମୁଁ ଘରକୁ ଯାଇଥିଲି। ସେଇ ସୁଯୋଗରେ ତୁ ମୋ ଘରକୁ କବ୍ଜା କରି ନେଇ କହୁଛୁ ଏଇଟା ତୋ ଘର? ତୁ ଗୋଟେ ଚୋର। କଣ ହେଲା? ମୋ ଘରେ ଛିଡ଼ା ହେଇ ତୁ ମତେ ଚୋର କହୁଛୁ? ଏଇ ମୋ ବଡ଼ ଥଣ୍ଟ ଦେଖୁଛୁ? ମୋର ଏ ଥଣ୍ଟ ତ ଆଖିରେ ପୁରେଇ ତତେ ଅନ୍ଧ କରିଦେବି। ସାରା ଜୀବନ ତୁ କିଛି ଦେଖି ପାରିବୁନି, ବୁଝିଲୁ? ସେମାନେ ଯେତେବେଳେ ଏମିତି ଝଗଡ଼ା କରୁଥିଲେ, ସେତେବେଳେ ସେ ରାସ୍ତା ଦେଇ ସେ ଚଢ଼େଇର ସାଙ୍ଗ ଯାଉଥିଲା। ଏମିତି ପାଟିତୁଣ୍ଡ ଶୁଣି ସେ କଖାରୁ ଘର ଭିତରକୁ ଗଲା। ଆରେ ରିନୁ, ତୋ ଘରୁ ଏତେ ଚିତ୍କାର କାହିଁକି ଶୁଭୁଛି? ଆଉ ଏ ବଗ କିଏ? ତୋ ଘରେ ଇଏ କଣ କରୁଛି? ଦେଖ ନା ମିନୁ, ମୁଁ ଘରେ ନଥିବା ସମୟରେ ଏଇ ବଗ କୋଉଠୁ କେଜାଣି ଆସି ଜୋର କରି ମୋ ଘର ଦଖଲ କରି ନେଇଛି। ଯେତେ କହିଲେ ବି ଏଠୁ ଯାଉନି, ଓଲଟା ମତେ ଡରଉଛି। ଏ ବଗ, ତୁ ଯୋଉଠୁ ଆସିଥିଲୁ ସେଠାକୁ ଚାଲି ଯା। ଏ ଘର ଚଢ଼େଇର, ତୁ ଏଇଠି ଜମା ବି ରହିପାରିବୁନି। ଏ, ତୁ କିଏ ରେ? ଏ ଚଢ଼େଇର ଓକିଲାତି କରିବାକୁ ଚାଲି ଆସିଲୁ? ଦୁଇ ଜଣ ଯଦି ବଞ୍ଚିବାକୁ ଚାହୁଁଛ, ଏଠୁ ଚାଲି ଯାଅ, ନହେଲେ ମୁଁ ଖୁମ୍ପି ଖୁମ୍ପି ତମମାନଙ୍କ ମାଂସ ବାହାର କରି ଆଣିବି। ଏମିତି ଶୁଣି ଦୁଇ ଚଢ଼େଇ ଖୁବ୍ ଡରିଗଲେ। ଆରେ ରିନୁ, ଆମେ ବଗର ଥଣ୍ଟ ସହ ଲଢ଼େଇ କରି ପାରିବାନି। ଚାଲ ଏଠୁ ପଳେଇବା। ଆଜିଠୁ ତୁ ମୋ ଘରେ ରହିବୁ। ମୁଁ ତୋର ସାଙ୍ଗ। ମୁଁ ତତେ ବିପଦରେ ଛାଡ଼ି ଏକା କେମିତି ଯିବି? ଚାଲ ଏବେ ଯିବା। ଚଢ଼େଇ ବି ହାର ମାନିଯାଇ ତା ସାଙ୍ଗ ସହ ସେ ଘର ଛାଡ଼ି ଚାଲିଗଲା। ଏସବୁ ଦେଖି ବଗ ବହୁତ ଖୁସି ହେଇଗଲା। ସେଦିନ ପରଠାରୁ ସେ ଆରାମରେ ସେ ଘରେ ରହିଲା। ଦିନେ ସେ ମନରେ ଚିନ୍ତା କଲା, ଓହୋ, ଘରେ ବସି ବସି ଭାରି ବିରକ୍ତ ଲାଗିଲାଣି। କେତେ ଦିନ ହେଇଗଲାଣି ମୁଁ କାହା ସହ ଥଟ୍ଟା ମଜା କରିନି। ଆରେ ହଁ, ଚଢ଼େଇ ମାନଙ୍କୁ ହଇରାଣ କରିବା ପାଇଁ ମତେ ଏକ ଉପାୟ ମିଳିଗଲା। ଏବେ ମୁଁ ଯାଇ ତାଙ୍କ ପାଖକୁ। ଏମିତି କହି ବଗ ବାହାରକୁ ଗଲା। ସେ ଜଙ୍ଗଲ ସାରା ଉଡୁଥିଲା। କିଛି ଦୂର ଗଲା ପରେ ସେ ଦେଖିଲା ଏକ ଗଛ ଡାଳରେ କିଛି ଚଢ଼େଇ ବସି କଥା ହେଉଛନ୍ତି। ସେ ତାଙ୍କ ପାଖକୁ ଗଲା। ଆରେ ବଗ, ତୁ ଏଠାକୁ କାହିଁକି ଆସିଛୁ? ମତେ ମୋ ଘରୁ ବାହାର କଲା ପରେ ବି କଣ ତ ମନକୁ ଶାନ୍ତି ମିଳିଲାନି? ଏଠି ତୋର କିଛି କାମ ନାହିଁ, ଚାଲି ଯା ଏଠୁ। ଓହୋ ଚଢ଼େଇ, ଏତେ ରାଗୁଛୁ କଣ ପାଇଁ ଯେ? ମୁଁ ତୋ ସହ ଯାହା କରିଛି ତା ଭୁଲ କରିଛି। ସେଥିପାଇଁ ତ ମୁଁ ତମ ସମସ୍ତଙ୍କୁ କ୍ଷମା ମାଗିବାକୁ ଆସିଛି। ଆଜି ତମ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା। ସନ୍ଧ୍ୟାରେ ସମସ୍ତେ ମୋ ଘରକୁ ଆସିବ। ମୁଁ ସମସ୍ତଙ୍କ ପାଇଁ ଖାଇବା ରୋଷେଇ କରିଥିବି। ସମସ୍ତେ ଖାଇବା ଖାଇସାରିଲା ପରେ ଚଢ଼େଇ, ମୁଁ ତତେ ତ ଘର ଫେରେଇ ଦେବି, ଆଉ ଏ ଜଙ୍ଗଲ ଛାଡ଼ି ବି ଚାଲିଯିବି। ଏମିତି କହି ବଗ ସେଠାରୁ ଚାଲିଗଲା। ବଗର ଏପରି ମିଠା ମିଠା କଥା ଶୁଣି ସବୁ ଚଢ଼େଇ ଭାବିଲେ ବଗ ବଦଳି ଯାଇଛି। ଆରେ ରିନୁ, ଲାଗୁଛି ଏ ବଗ ବଦଳି ଯାଇଛି। ସେ ବୋଧେ ନିଜ ଭୁଲ ବୁଝିପାରିଲା। ତା ମନ ରଖିବା ପାଇଁ ଆଜି ଆମେ ସମସ୍ତେ ତା ଘରକୁ ଯିବା। ହଁ, ମୁଁ ବି ସେଇ କଥା ଭାବୁଛି। ଠିକ ଅଛି, ମୁଁ ବି ତାହେଲେ ସବୁ କିଛି ଭୁଲି ଆଜି ତା ଘରକୁ ଯିବି। ଏମିତି ସେଦିନ ବିତିଗଲା। ସନ୍ଧ୍ୟା ହେଲା ପରେ ସବୁ ଚଢ଼େଇ ବଗର ଘରକୁ ଗଲେ। ଆରେ ଆରେ, ତମେ ସମସ୍ତେ ଆସିଗଲ। ବସ ବସ,
ସମସ୍ତଙ୍କ ପାଇଁ ଏବେ ଖାଇବା ଆଣି ଦଉଛି। ଆରେ ହଁ, ମୁଁ ଗୋଟେ କଥା କହିବାକୁ ଭୁଲି ଯାଇଥିଲି। ଆଜି ଆମେ ଖାଇବାର ପ୍ରତିଯୋଗିତା କରିବା। ତମେ ମାନେ ଜିତିଗଲେ ମୁଁ ଏ ଘର ଚଢ଼େଇକୁ ଫେରିଦେବି। ଆଉ ଯଦି ମୁଁ ଜିତିଯାଏ ତେବେ ଏ ଘରେ ମୁଁ ରହିବି। ଏମିତି କହି ବଗ ଦୁଇଟି ବଡ଼ ବଡ଼ ସରୁ ଲମ୍ବା କଳସିରେ ଖାଇବା ଆଣି ଚଢ଼େଇଙ୍କ ସାମ୍ନାରେ ରଖିଦେଲା। ଏମିତି ଦେଖି ଚଢ଼େଇ ମାନେ ବଗକୁ କହିଲେ, ବଗ, ଆମେ ଲମ୍ବା କଳସିରେ ଖାଇବା କେମିତି ଖାଇପାରିବୁ? ଆମକୁ ଥାଳିରେ ଖାଇବାକୁ ଦେ। ଏହେ, ମୁଁ ତ ଭୁଲି ଯାଇଥିଲି, ତମେ ସବୁ ଛୋଟିଆ ଛୋଟିଆ ପକ୍ଷୀ। ସତରେ ତମମାନଙ୍କ କଥା ଭାବି ମତେ ଭାରି ହସ ଲାଗୁଛି। ଏଇ ଦେଖ, ମୁଁ ଏ କଳସିରୁ କେମିତି ଖାଇବା ଖାଉଛି। ଏମିତି କହି ବଗ ନିଜ ଥଣ୍ଟକୁ କଳସିରେ ଭର୍ତ୍ତି କରି ସବୁ ଖାଇବା ଖାଇଦେଲା। ତମେ ମାନେ ତ କିଛି ବି ଖାଇବା ଖାଇଲନି। ସବୁ ଖାଇବା ମୁଁ ନିଜେ ଖାଇଲି। ହେଇଗଲା ନିମନ୍ତ୍ରଣ। ଆମ କହିବା ଅନୁସାରେ ମୁଁ ସବୁ ଖାଇବା ଖାଇ ଜିତି ଯାଇଛି। ଏବେ ତମେ ମାନେ ଘରକୁ ଫେରି ଯାଅ। ଯାଅ ଯାଅ, ଆଉ ଛିଡ଼ା ହେଇ କାଇଁ ରହିଲ? ବଗର ଏପରି କଥା ଶୁଣି ସବୁ ଚଢ଼େଇ ଭୀଷଣ ରାଗିଗଲେ। ବାଃ ବଗ, ଆମେ ମାନିଗଲୁ। ସତରେ ତୁ ବହୁତ ବୁଦ୍ଧିମାନ। ଆମେ ବେକାରେ ତୋ ସହ ଲାଗୁଥିଲୁ। ତୋ ସହ ଆମେ କେବେ ବି ଜିତି ପାରିବୁନି। ବଗ, ତୁ ଆମ ସମସ୍ତଙ୍କଠୁ ବୁଦ୍ଧିମାନ। ସେଇ ଖୁସିରେ ଆମେ ତତେ ନିମନ୍ତ୍ରଣ କରୁଛୁ। କାଲି ସକାଳେ ବରଗଛ ପାଖକୁ ଆସିବୁ। ଆମେ ସମସ୍ତେ ମିଶି ସେଠି ଭୋଜି କରିବା। ଭଲ ହେଲା, ତମେ ସବୁ ଛୋଟିଆ ପକ୍ଷୀ ନିଜ ଭୁଲ ବୁଝିପାରିଲ। ତମମାନଙ୍କ କଥା ଶୁଣି ମୁଁ ଖୁସି। ହଉ, ମୁଁ କାଲି ସକାଳେ ସେ ବରଗଛ ପାଖକୁ ଯିବି। ତାପରେ ସବୁ ଚଢ଼େଇ ସେଠାରୁ ଚାଲିଗଲେ। ପରଦିନ ସକାଳେ ବଗ ସେ ବରଗଛ ପାଖକୁ ଗଲା। ଆଗରୁ ହିଁ ସବୁ ଚଢ଼େଇ ଦୁଇଟି ଥାଳିରେ ସୋରିଷ ଆଉ ମୁଗ ଦାନା ସଜେଇକି ରଖିଥିଲେ। ବଗ, ତୁ ଆସିଗଲୁ। ଦେଖ ଦେଖ, ଆମେ ତୋ ପାଇଁ କେତେ ସାରା ସୋରିଷ ଆଉ ମୁଗ ଦାନା ସଜେଇକି ରଖିଦେଇଛୁ। ଏବେ ଏସବୁ ପେଟ ପୁରା ଖା। ଏସବୁ ତମେ ମାନେ କଣ କରୁଛ? ମୋର ଏ ଲମ୍ବା ଥଣ୍ଟରେ ଏ ଶୁଖିଲା ସୋରିଷ ମୁଗ ଦାନା ମୁଁ ଖାଇବି କେମିତି? ମୋ ସହ ଏମିତି କରିବାକୁ ତମମାନଙ୍କୁ ଟିକେ ଲାଜ ଲାଗିଲାନି? ଲାଜ? କଣ ପାଇଁ ଲାଜ ଲାଗିବ? ତୁ ତ ଜାଣୁ ଆମେ ଛୋଟ ପକ୍ଷୀ। ତାପରେ ବି ତୁ ଆମକୁ ଏତେ ବଡ଼ ବଡ଼ ଲମ୍ବା କଳସିରେ ଖାଇବା ଦେଇଥିଲୁ। ଆଜି ତୋର ସେ ବଡ଼ ଥଣ୍ଟରେ ତୁ କଣ ଖାଇବା ଖାଇପାରିବୁନି? ରହ, ଏବେ ଆମେ ତତେ ଶିଖେଇ ଦଉଛୁ। ଏମିତି କହି ସବୁ ଚଢ଼େଇ ମିଶି ଦୁଇ ଥାଳି ଭର୍ତ୍ତି ସୋରିଷ ଆଉ ମୁଗ ଦାନା ଖାଇଦେଲେ। ଏସବୁ ଘଟଣା ଦେଖି ବଗ ନିଜ ଭୁଲ ବୁଝିପାରିଲା। ଆଉ ମତେ ଅପମାନ ଦିଅନି, ମୁଁ ମୋ ଭୁଲ ବୁଝିପାରିଲି। ତମମାନଙ୍କ ସହ ଥଟ୍ଟା ମଜା କରିବାକୁ ଯାଇ ମୁଁ ନିଜେ ଅପମାନ ପାଇଗଲି। ଚଢ଼େଇ, ମୁଁ ତତେ ତ ଘର ଫେରେଇ ଦଉଛି। ଆଉ ଏ ଜଙ୍ଗଲ ଛାଡ଼ି ମୁଁ ଏବେ ଚାଲି ଯାଉଛି। ଏମିତି କହି ବଗ ସେ ଜଙ୍ଗଲ ଛାଡ଼ି ଚାଲିଗଲା। ତା ଦେଖି ସବୁ ଚଢ଼େଇ ତା ଉପରେ ହସିଲେ। ସେମାନେ ସେ ଦୁଷ୍ଟ ବଗକୁ ଜଙ୍ଗଲରୁ ବାହାର କରି ନିଜ ନିଜ ଘରକୁ ଫେରିଗଲେ। ଚଢ଼େଇ ନିଜ କଖାରୁ ଘରକୁ ଫେରି ପାଇ ଖୁବ୍ ଖୁସି ହେଇଗଲା। ଆଉ ଆରାମରେ ତା ନିଜ ଘରେ ରହିଲା।